तो हाय पिला माने मेंटल मोटिवेशन चैनल को आपण मानको पुणे थरे स्वागत। एबे हमें देखिया डिटेल सेल मेम्ब्रेन रो स्ट्रक्चर आ फंक्शन काहे ना या पूर्व क्लास रे हमें देखि सारथिले ऑलरेडी सेल वॉल रो स्ट्रक्चर तार फंक्शन ऑल टोटल डिटेल्स हमें बुझी सारथिले आ पढी सारथिले। एबे हमें देखिया कोन सेल मेम्ब्रेन बा ताको हमें कोन कहबा प्लाज्मा मेम्ब्रेन। ए सेल मेम्ब्रेन को कहा जाय हमें जानिचे प्लाज्मा मेम्ब्रेन। मने अछि आराम से प्लाज्मा मेम्ब्रेन प्लाज्मा मेम्ब्रेन बुझेला आराम से। तो ये जो प्लाज्मा मेम्ब्रेन बा सेल मेम्ब्रेन आसिला कोठू डिटेल्स कथा हमें बुझी जिवा। देखो एईटा धरा जो तो मु स्ट्रक्चर कली कहार ना गुटे बॉल भले स्ट्रक्चर गुटे कली। ए बॉल उपरे कवर करके रखी धरा जाऊ एईटी गुटे तमरो इंक नै जिवा एई भले इंक टा नै जिवा एई कलर ए बॉल उपरे धरा जाऊ गुटे कवर करी रखिची पूरा चारि आडू ता माने गोल भले जिंसटा चारि आडू गुटे कवर करी रखिची ब्लू कलर लेयर टा बा पॉलीथिन टा बा जहा भी भाबी नै पारो त माने बुझेला। तो एई बॉल टा जेतले मु एउठू मझिरु कट कर देमी बुझ आराम से एउठू मझिरु कट कर देमी ताने मु एई भले फाळो भले गुटे गोल पाइबी अधारो खांडिया हे जइथिबो। तापर कोन पाइमी तापर पाइमी ना छुआ माने मन रख एई भले ता साइड ता ताने एई भले पाइथिबो हो ना ना आ तापर एई मझिटा एमती खाली थिबो एटा एमती थिबो बुझी होची ता साइड रे एई मेम्ब्रेन टा पाइमी एटा कोन कहया मेम्ब्रेन टा जो कोउटा ब्लू कलर टा एटा कर देली एटा ताने वर्तमान मु कोन करबी ए ब्लू कलर रो किछि पार्ट को मु कट करि नेमी एमती एठू कोइची गुटे नेले एठू गुटे एई भले कोइची भले स्ट्रक्चर नेली ए ब्लू कलर एउठू एतिकी पार्ट को कट करके जूम करके त मानको बड़ करके देखेमी बुझिहेला। चलो कट करी जूम करी देखिला बेलକୁ ଆମେ ଏଇ ଭଳିଆ ଷ୍ଟ୍ରକ୍ଚର ପାଇଲେ ତା ଉପରେ କଭର ତା ମାନେ ଏଇ ଯୋଉ ବ୍ଲୁ କଲର ତମ ମାନଙ୍କୁ ଏଇ ଭଳିଆ କରେଇଥିଲି ଏଇଟାକୁ ଯେତେବେଳେ ବଡ ସେ ଆମେ ଭଲ ସେ ବଡ କରି ଦେଖିବା ତାହେଲେ ଏଇ ଭଳିଆ ଷ୍ଟ୍ରକ୍ଚର କିଛି ପାଇବା ବୁଝୁଛି ଏଇ ଭଳିଆ ଷ୍ଟ୍ରକ୍ଚର ଏଇଭଳିଆ ଉପରେ ଏମିତି ରାଉଣ୍ଡ 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 ଷ୍ଟ୍ରକ୍ଚର ପାଇବ ତଳ ଆଡୁ ଏମିତି ରାଉଣ୍ଡ 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 ଷ୍ଟ୍ରକ୍ଚର ପାଇବ ତାହେଲେ ଉପରେ ଏଇଗୁଡାକ ହେଇଗଲା ତଳେ ବି ଏଇଗୁଡାକ ହେଇଗଲା ବୁଝି ହଉଛି ଆଚ୍ଛା ତାପରେ ଡିଟେଲସ ଆମେ ଗୋଟେ ପରେ ଗୋଟେ ସିରିଏଲି ବୁଝି ଚାଲିବା ଏଇ ଯୋଉ ଗୋଲ ଗୋଲ ରାଉଣ୍ଡ ରାଉଣ୍ଡ ଷ୍ଟ୍ରକ୍ଚର ଅଛି ଏଇ ଗୋଟେ ୟା ଭିତରୁ ଏତେ ଗୁଡାକ ଅଛି ଗୋଟେ କୁ ମୁଁ ନେଇ ଆଇଲି ଗୋଟେ ରାଉଣ୍ଡ ହେଇଛି ତା ତଳକୁ ଏମିତି ଟେଲ ପର୍ସନ ଟା ଏମିତି କିଏ କଲର କରାହେଇଛି ରେଡ କଲର ତାହେଲେ ବି ତାକୁ ୟାକୁ ବି ରେଡ କଲର କରିଦବା ଏଇଭଳିଆ ରେଡ ହେଇଛି ନା ନାଇଁ ଗୋଟେ ରାଉଣ୍ଡ ଟା ତାପରେ ନେକ୍ସଟ ଆଉ ଗୋଟେ ଧର ଯୋଉ ରାଉଣ୍ଡ ନେଇ ଆଇଲି ଆଉ ଗୋଟେ ଧର ଯୋଉ ରାଉଣ୍ଡ ନେଇ ଆଇଲି ଇଏ ବି ସେଇଭଳିଆ ଏମିତି ରାଉଣ୍ଡ 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 ହେଇଛନ୍ତି ତଳେ ବି ଏଇଭଳିଆ ଗୋଟେ ଏମିତି ରାଉଣ୍ଡ 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 ହେଇଛନ୍ତି ତାଙ୍କର ଟେଲ ପର୍ସନ ଟା ଏମିତି ରେଡ କଲର ହେଇଛି ସମସ୍ତେ ଜାଣିପାରୁଛ ନା ନାଇଁ ମତେ କୁହ ଗୋଟେ ଗୋଟେ ଟେଲ ପର୍ସନ ଏମିତି ରେଡ କଲର କରାହେଇଛି ତ ଯେହେତୁ ଏଇଟା ଗୋଟିଏ ଲେୟାର ଉପର ଲେୟାର ଟା ତାମାନେ ଏଇ ଯୋଉ ଲେୟାର ଟା ଉପରଟା ଚାଲିଗଲା ଏଇଟା ଉପରେ ଲେୟାର ଟା ବୁଝି ହଉଛି ଏଇଟା ବି ସେଇ ଭଳିଆ ତଳ ଲେୟାର ଟା ଚାଲିଗଲା ଏଇଟା 3D ଆନିମେସନ କରିକି ଦେଖା ହେଇଛି ପୁରା ଭଲସେ ତଳ ଲେୟାର ଟା ଚାଲିଗଲା ତ ଏଇ ଦିଟା ଲେୟାର କୁ କୁହାଯାଏ କଣ ମନେ ରଖ ଫସ୍ଫୋଲିପିଡ କଣ କହିବ ଫସ୍ଫୋଲିପିଡ ଲିପିଡ ବାଇଲେୟାର କଣ କହିବ ଫସ୍ଫୋଲିପିଡ ବାଇଲେୟାର ଫସ୍ଫୋଲିପିଡ ବାଇଲେୟାର କାହିଁକି ନା ଉପରଟା ଏଇ ଯୋଉ ଫସଫରସ ବା ପ୍ରୋଟିନ ତିଆରି ଆଉ ଏଇ ଯୋଉ ଟେଲ ପର୍ସନ ଏଇ ଯୋଉ ଗୁଡ ପର୍ସନ ଏଇଟା ରହିଲା ଏଇଟା ହଉଛନ୍ତି ମନେ ରଖ ଲିପିଡ ର ତିଆରି କୋଉଥିରେ ତିଆରି ନା ଲିପିଡ ରେ ତିଆରି ବୁଝି ହେଲା ଆରାମସେ ତ ସେଇ ପାଇଁ ଫସଫରସ ଏଟା ରହିଲା ଫସଫରସ ବା ପ୍ରୋଟିନ ରହିଲା ଆଉ ତଳଟା ଲିପିଡ ରହିଲା ଏଇଟା ଗୋଟେ ଲେୟାର ରହିଲା ଉପରେ ଗୋଟେ ଲେୟାର ରହିଲା ତଳେ ତ ସେଇ ପାଇଁ ଦିଟା ଲେୟାର ହେଇଗଲା ତ ସେଇ ପାଇଁ କୁହାହେଲା ଫସ୍ଫୋ ଲିପିଡ ବାଇ ମାନେ ଦୁଇ ଲେୟାର ମାନେ ଦି ଉପରେ ଆଉ ତଳେ ତ ୟାକୁ କୁହାହେଲା ସେଇଥିପାଇଁ କଣ ଫସ୍ଫୋଲିପିଡ ବାଇଲେୟାର ଏତିକି ସମସ୍ତେ କ୍ଲିୟର ନା ଡାଉଟ କାହାର କିଛି ଏତିକି ମୋ ଜାଣିବାରେ ସମସ୍ତେ କ୍ଲିୟର ହେଇଯାଇଥିବ ବୁଝିହଉଛି ଆଚ୍ଛା ଫସ୍ଫୋଲିପିଡ ବାଇଲେୟାର ପରେ ତାପରେ ତମମାନଙ୍କୁ ଗୋଟେ କରିକି ସବୁ ବୁଝେଇ ଦଉଛି ଦେଖ ଏଇଠି ଆରାମ ସେ ଷ୍ଟ୍ରକ୍ଚର ଅନୁସାରେ ବୁଝିପାରିବ କିଛି ଅସୁବିଧା ନାହିଁ ଷ୍ଟ୍ରକ୍ଚର ତ ବହୁତ ବଢିଆ ହେଇଛି ଏଠି ବୁଝିତେ ବି ସୁବିଧା ହବ ଏଠି ଦେଖ ଏଇ ଉପରେ କିଛି ଛୁଆ ଏମିତି ଉପରେ କିଛି ପ୍ରୋଟିନ ପଡିଥାନ୍ତି ଉପରେ କିଛି ଏଇଭଳିଆ ଯୋଉ ଗୋଟେ ପ୍ରୋଟିନ ପଡିଥାନ୍ତି ଏଇଗୁଡାକୁ କୁହାଯାଏ ଉପରେ ଯୋଉ ଗୁଡାକ ପ୍ରୋଟିନ ଏମିତି ଛୋଟ ଛୋଟ ପ୍ରୋଟିନ ପଡୁଛନ୍ତି ତାକୁ କୁହାଯାଏ ଏକ୍ସଟ୍ରିନସିକ
एक्सट्रिंसिक प्रोटीन ता कौन कहबो एक्सट्रिंसिक प्रोटीन बुझिला किछि प्रोटीन ऊपर आसी एमती भीतर पर्यंत एमती थांती ताको कहा जाय इंट्रिंसिक प्रोटीन एक्सट्रिंसिक प्रोटीन गोटे गला आ गोटे कोन आसिला ना इंट्रिंसिक प्रोटीन गोटे इंट्रिंसिक आ गोटे एक्सट्रिंसिक क्लियर समझते अच्छा एक्सट्रिंसिक प्रोटीन को कहा जाय पेरिफेरल प्रोटीन भी कहा जाय पेरिफेरल प्रोटीन पेरिफेरल प्रोटीन इंट्रिंसिक प्रोटीन को कहा जाय इंटीग्रल प्रोटीन बुझे आराम से इंटीग्रल प्रोटीन अच्छा ये जो एक्सट्रिंसिक प्रोटीन इंटीग्रल प्रोटीन एति भीतर तुम माने आराम से क्लियर ही जाई थिबो जदि तुम माने को मु उटे चित्र करी आराम से बुझिनी देखो बुझिया पई ट्राई करो कोन कोन सर कोन कहउछंती कोन कथा डिटेल्स बुझी मु एमती स्ट्रक्चर करथिला जेमती स्ट्रक्चर करा है सेठी सेही भया स्ट्रक्चर तुम माने को मु कर देउची एटा गुटे सेल मेम्ब्रेन रो स्ट्रक्चर आराम से तुम माने भी जदि चाहबो रफ खाता पेन धरिकी आराम से गुटे पर गुटे एमती स्ट्रक्चर करि चलिबो सेठी 3D थिला आमे एठी 2D एनिमेशन करूचे सेही भले करि दियो एटा टेल पार्ट एटा कहै टेल पार्ट जो नांजे पार्ट गुटे करूची ऊपर जो राउंड राउंड पार्ट करची ता कहै हेड पार्ट बुझियोची एई भले स्ट्रक्चर त माने भी करि दबो बुझियला जानि परछ आराम से तापर नेक्स्ट देखिबा अच्छा ऊपर किछि प्रोटीन पड़थिला मु कहि दोची ऊपर जो प्रोटीन गुडाक थिला ताको कहउतले एक्सट्रिंसिक प्रोटीन शॉर्ट रो मु सारुची बेसिक कथि कहउ नै अच्छा भीतर को एमती किछि प्रोटीन एमती पसि जायतिले ताको कहउतला इंट्रिंसिक प्रोटीन बुझियला अच्छा ए दीटा लेयर ताको कोन कहउतला ना फॉस्फोलिपिड बाइलेयर शॉर्ट रो लिख दोची बुझियला अच्छा एतिकी परे मु वर्तमान कोन करमी एई पोर्शन टाको बा एईटा को मुटे जूम करके बड़ करके देखी बुझियोची जूम करी बड़ करी देखला बेलको कोन हिची ना जेतले हम स्ट्रक्चर टा करिवा एटा होची याकू कहा जिवो हेड पार्ट या कोन कहबा हेड पार्ट ए सेल मेम्ब्रेन रो एटा कह जाय हेड पार्ट टा होची कोन मन रखो वाटर को लव करे वाटर लव मन रखो जोठी वाटर ए मुंडटा सेठी थिवो काहे कि ना मुंड पटे हमें पानी पिए तो सेही भलिया मन रखो ए मुंडटा सेही आड़ को थिवो जो आड़े पानी थिवो बुझियला तापरे आसा हमें टेल पार्ट टा करिया ए टेल पार्ट टा कोनथि तयारी त मन कहथि ना लिपिड रे तयारी टेल पार्ट टा को कहबा सेही भलिया वाटर हेड एटा होची टेल मु आगे लिखतिए टेल वाटर हेड क्लियर समझते अच्छा वाटर लव गुटे वाटर हेड गुटे जोटा वाटर लव ताकू कहा जाय मन रखो हाइड्रोफिलिक कोन कहबो हाइड्रो माने वाटर को रिलेटेड आसिला हाइड्रोफिलिक बुझियला जेटा वाटर को लव करे ता माने एई पार्ट टा हेड पार्ट टा जोटा वाटर को हेड करे ताकू कहा जाय हाइड्रोफोबिक ता कोन कहबो हाइड्रोफोबिक एतिकी समस्ते क्लियर ना नुहे का भीतर कोन डाउट अछि पचार एटा गुटे वाटर लव एटा होची वाटर हेड बुझुछि वाटर लव एटा वाटर हेड क्लियर समझते तापरे एबे मु डिटेल स्ट्रक्चर को तमन को आउ थरे आउ गुटे करी बुझौछि देखो एठी जानि पारि आराम से कोन करूछि देखो धरा जाऊ मु एठी तमन को गुटे एनिमल सेल कर देली एटा गुटे एनिमल सेल एठी साइड रो आउ गुटे एनिमल सेल कर देनी एठी आउ गुटे एनिमल सेल कर देनी क्लियर समझते तीनटा खातिर एनिमल सेल कर देनी बर्तमान जो तीनटा पाखा पाखी एनिमल सेल कर देनी यार मेम्ब्रेन टाकू ये करिया सेल मेम्ब्रेन टाकू तान सेल मेम्ब्रेन जो करिया ऊपर को कोन कहिथिनी वाटर ता माने हेड पार्ट एठी ए सेल मेम्ब्रेन को जूम कला बेल को देखा होची कोन हेड पार्ट ऊपर अछि ऊपर तळे भी अछि टेल पार्ट के जगह रे थिवो एमति थिवो भीतर आड़ को यार भी भीतर को थिवो तार भी भीतर को थिवो बुझी होचा नै ताने एटा केमिति रहिला मते को एटा गुटे सेल ए सेल मझा मझी ए जो पार्ट गुडा को रहिला ए जो पार्ट गुडा को मझा मझी रे रहिला एगुडा कहउचंती वाटर पार्ट को पार्ट रे
ଏଠି ମଝାମଝିରେ କିଏ ଅଛି ୱାଟର। ସେଇପାଇଁ ଦେଖ ସେଇପାଇଁ ଏ ହେଡ୍ ପାର୍ଟ ଗୁଡାକ ଏଇ ଯୋଉ ହେଡ୍ ପାର୍ଟ ଗୁଡାକ ସବୁ ୱାଟର ଆଡକୁ ମୁଣ୍ଡ କରନ୍ତି। ଆଚ୍ଛା ସେଲ୍ ଭିତରେ ଏଇ ଯୋଉ ଜାଗା ଗୁଡାକରେ କିଏ ଅଛି ସାଇଟୋପ୍ଲାଜମ। ଆମେ ଜାଣିଛେ କିଏ ଅଛି ସାଇଟୋପ୍ଲାଜମ। ଏ ସାଇଟୋପ୍ଲାଜମ ଆଡକୁ ତାହେଲେ ମୁଣ୍ଡଟା ରହିଛି ଦେଖ ଏପଟେ ବି ମୁଣ୍ଡ ଗୁଡାକ ରହିଛି ତାହେଲେ ଏଗୁଡାକ ବି ସେଇଭଳିଆ ୱାଟର ଲଗ୍। ଏଠି ବି ସେଇଭଳିଆ ୱାଟର ଲଗ୍। ଲିପିଡ ଏଇ ଯୋଉ ଦେଖ ୟାର ଯୋଉ ହେଡ ର ଏଇ ପୋର୍ସନ ଟା କଣ କହିଥିଲି ଦେଖ ମନେ ପକାଅ। ଏଟା ହେଡ ରହିଗଲା ହେଡ ର ଏଇ ପୋର୍ସନ ଟା କଣ ଲିପିଡ ରେ ତିଆରି। ଏଇଟା ହଉଛି ଟେଲ ଟା ଟେଲ ଏଟା ଲିପିଡ ରେ ତିଆରି। ଇଏ ୱାଟର ସହିତ ମିଶେ ନାହିଁ ସେଇ ପାଇଁ ମଝା ମଝିରେ ଅଛି। ସେଇପାଇଁ କୋଉଠି ରହିଲା ମଝା ମଝିରେ। ତେଣୁ ବେସିକ ଟା ଆରାମସେ ତମାନେ ସମସ୍ତେ କ୍ଲିୟର ହେଇଗଲ। ଏତିକି ବୁଝି ସାରିଲା ପରେ ଏବେ ଆମେ ଯିବା ଥିଓରି ପାର୍ଟ କୁ କଣ କଣ କହିଛି ଦେଖ। ସେଲ ମେମ୍ବ୍ରେନ ବା ୟାକୁ କୁହାଯାଏ ପ୍ଲାଜମା ମେମ୍ବ୍ରେନ। ସେଲ ମେମ୍ବ୍ରେନ ଇଜ ଦି ଆଉଟର କଭରିଂ ଅଫ ଦି ସେଲ। କାହାର ପ୍ଲାଣ୍ଟ ର ଆଉଟର କଭର ଅଫ ଦି ସେଲ କାହାର ଆନିମାଲ ର। ଆଉ ସେକେଣ୍ଡ ଆଉଟର ମୋଷ୍ଟ କଭର କିଏ ପ୍ଲାଣ୍ଟ ସେଲ ର ବୁଝି ହଉଛି। ଇଟ ସେପାରେଟ ଦି ଇଣ୍ଟରନାଲ ଏନଭାୟରନମେଣ୍ଟ। ଏଇ ଯୋଉ ଇଣ୍ଟରନାଲ ଏନଭାୟରନମେଣ୍ଟ ସହିତ ଏକ୍ସଟର୍ନାଲ କୁ ସିଏ ସେପାରେଟ କରିକି ରଖୁଛି ବୁଝିହେଲା। ନେକ୍ସଟ ପେଜ କୁ ଯିବା ଚାଲ। ଷ୍ଟ୍ରକ୍ଚର ଦି ସେଲ ମେମ୍ବ୍ରେନ ଇଜ ମେଡ ଅପ ଅଫ ଏ ଫସ୍ଫୋଲିପିଡ ବାଇଲେୟାର। ଦେଖେଇ ଦେବାନି ଫସ୍ଫୋଲିପିଡ ବାଇଲେୟାର ଦିଟା ଲେୟାର ଅଛି ଉପରେ ଗୋଟେ ଲେୟାର ତଳେ ଗୋଟେ ଲେୟାର ଥିବ ବୁଝିଲା। ଇଟ କଣ୍ଟେନ ଲିପିଡ ପ୍ରୋଟିନ ଲିପିଡ ରଖୁଛି ପ୍ରୋଟିନ ରଖୁଛି କିଛି କାର୍ବୋହାଇଡ୍ରେଟ ଏରେଞ୍ଜଡ ଇନ ଏ ଫ୍ଲୁଇଡ ମୋଜାଇକ ପେଟର୍ନ। ଫ୍ଲୁଇଡ ମୋଜାଇକ ପେଟର୍ନ ମାନେ ଗୋଟେ ପରେ ଗୋଟେ ସିରିଏଲି ହେଲା ଫ୍ଲୁଇଡ ମୋଜାଇକ ପେଟର୍ନ ହେଲା ଗୋଟେ ପରେ ଗୋଟେ ସିରିଏଲି ରହିଛି ତାକୁ କହିବା କଣ ମୋଜାଇକ ପେଟର୍ନ। ନେକ୍ସଟ କୁ ଯିବା ତାପରେ ଫସ୍ଫୋଲିପିଡ ବାଇଲେୟାର। ଇଚ ଫସ୍ଫୋଲିପିଡ ହେଜ ଏ ହାଇଡ୍ରୋଫିଲିକ ହେଡ। ତମାନଙ୍କୁ କହିଥିଲି ହାଇଡ୍ରୋଫିଲିକ ମାନେ କଣ ହେଡ ପାର୍ଟ ଟା ହଉଛି ଫିଲଅପ ହେଇଥିବ ତ ହାଇଡ୍ରୋଫିଲିକ ହେଡ। ଆଚ୍ଛା ଏଣ୍ଡ ହାଇଡ୍ରୋଫୋବିକ ଟେଲ। ଟେଲ ପାର୍ଟ ଟା କଣ ହାଇଡ୍ରୋଫୋବିକ କାହିଁକି ନା ଲିପିଡ ଅଛି। ଏଟା ହଉଛି ଫସ୍ଫରସ ବା ପ୍ରୋଟିନ ଅଛି। ତାପରେ ହେଡ ଫେସ୍ ଆଉଟୱାର୍ଡ ଟୁୱାର୍ଡ ୱାଟର। ହେଡ ଟା ସବୁବେଳେ ୱାଟର ଆଡକୁ ଥାଏ କହିଦେଇଥିଲି। ଏଣ୍ଡ ଟେଲ ଫେସ୍ ଇନୱାର୍ଡ ଏୱେ ଫ୍ରମ ୱାଟର। ୱାଟର ସହିତ ସିଏ ମିଶେ ନାହିଁ ବୁଝିହେଲା। ନେକ୍ସଟ ତାପରେ ନେକ୍ସଟ ପେଜ କୁ ଯିବା କଣ କହିଛି ପ୍ରୋଟିନ। ପ୍ରୋଟିନ ଆର ଏମବେଡେଡ ଇନ ଦି ମେମ୍ବ୍ରେନ। ଦେ ହେଲ୍ପ ଇନ ଟ୍ରାନ୍ସପୋର୍ଟ। ଏ ପ୍ରୋଟିନ ଗୁଡାକ କଣ ପାଇଁ ହେଲ୍ପ କରେ ନା ଟ୍ରାନ୍ସପୋର୍ଟ କମ୍ୟୁନିକେସନ ଏଣ୍ଡ ଏନଜାଇମେଟିକ ଆକ୍ଟିଭିଟିଜ ପାଇଁ ବି ହେଲ୍ପ କରେ କିଏ ଏ ପ୍ରୋଟିନ ଗୁଡାକ। କେମିତି ଦେଖିବା ହେଲ୍ପ କରିଛି ଦେଖ ଏଇଠି ଷ୍ଟ୍ରକ୍ଚର ବୁଝେଇ ଦଉଛି। କିଛି କିଛି ସେଲ ମେମ୍ବ୍ରେନ ର ବାହାର ମଲିକୁଲ ଧରାଯାଉ ଫରେନ ମଲିକୁଲ ଗୋଟେ ଆସିଲା ଫରେନ ମଲିକୁଲ କୁ ମୁଁ କେ କଲର କରିଦଉଛି ରେଡ କଲର କରିଦଉଛି। ଏଇଟା ଗୋଟେ ଯେକୌଣସି ଅକ୍ସିଜେନ ମଲିକୁଲ। ଇଏ ଆସିଲା ବର୍ତ୍ତମାନ ପଡିଛି କାହା ଉପରେ ନା ସେଲ ମେମ୍ବ୍ରେନ ଉପରେ। ଏ ସେଲ ମେମ୍ବ୍ରେନ ଯଦି ଚାହିଁବ ଏ ସେଲ ମେମ୍ବ୍ରେନ ଏଠି ଗୋଟେ ଏଇଟା ଧର ଯୋଉ ସେଲ ଅଛି ସେଲ ର ଉପର କଭର ଟାକୁ ମୁଁ ବଡ କରୁଛି ହେଲା। ସେଲ ଭିତରେ କିଏ ଅଛି ନ୍ୟୁକ୍ଲିୟସ ଅଛି ହେଲା। ତ ଇଏ ସେଲ ମେମ୍ବ୍ରେନ କ୍ରସ୍ କରିକି କାହା ଭିତରକୁ ଆସିବ ଏଇ ନ୍ୟୁକ୍ଲିୟସ ଭିତରକୁ ବା ପ୍ରୋଟୋପ୍ଲାଜମ କୁ ଆସିବ ବୁଝିହଉଛି। ତ ଏନଜାଇମେଟିକ ଆକ୍ଟିଭିଟିଜ କାହା ଦେଇକି ହେଲ୍ପ ହଉଛି ଏଇ ପ୍ରୋଟିନ ଦେଇକି ମନେ ରଖ ଏଇଗୁଡାକ କଣ ପ୍ରୋଟିନ। ଏ ପ୍ରୋଟିନ ଦେଇକି ଆରାମ ସେ ମଲିକୁଲ ଗୁଡାକ ଆସିପାରିବେ ବୁଝିହଉଛି। ତାନେ ସେଇ ପେଜ କୁ ପୁଣି ଚାଲ ଫେରିକି କଣ କହିଛି ପ୍ରୋଟିନ ଆର ଏମବେଡେଡ ଇନ ଦି ମେମ୍ବ୍ରେନ। ଏମବେଡେଡ ମାନେ ତା ସହିତ ମେମ୍ବ୍ରେନ ସହିତ ଆଟାଚ ହେଇକି ଅଛି। ଦେ ହେଲ୍ପ ଇନ ଟ୍ରାନ୍ସପୋର୍ଟ। ଟ୍ରାନ୍ସପୋର୍ଟ କଲା କେମିତି ଦେଖିପାରିଲ କମ୍ୟୁନିକେସନ ଏଣ୍ଡ ଏନଜାଇମେଟିକ ଆକ୍ଟିଭିଟିଜ ପାଇଁ ହେଲ୍ପ କଲା। ନେକ୍ସଟ କ୍ୱେଶ୍ଚନ କୁ ନେକ୍ସଟ ପେଜ କୁ ଚାଲ। କାର୍ବୋହାଇଡ୍ରେଟ କାର୍ବୋହାଇଡ୍ରେଟ ଆର ଆଟାଚ ଟୁ ପ୍ରୋଟିନ। କାର୍ବୋହାଇଡ୍ରେଟ ଗୁଡାକ ପ୍ରୋଟିନ ସହିତ ଆଟାଚ ହେଇଥିବେ ଅର ଲିପିଡ ସହିତ। ଆଚ୍ଛା କାର୍ବୋହାଇଡ୍ରେଟ ଗୁଡାକ ଯେତେବେଳେ ପ୍ରୋଟିନ ସହିତ ଆଟାଚ ହେଇକି ଥିବେ ତାକୁ କୁହାଯାଏ କାର୍ବୋହାଇଡ୍ରେଟ ମାନେ କିଏ ଗ୍ଲୁକୋଜ। ଗ୍ଲୁକୋଜ ଟା ଆଟାଚ ହେଇଯିବ ଯେତେବେଳେ ପ୍ରୋଟିନ ସହିତ ତାକୁ କୁହାଯାଏ ଗ୍ଲାଇକୋ ପ୍ରୋଟିନ ତାକୁ କୁହାଯାଏ ସେତେବେଳେ କଣ ଗ୍ଲାଇକୋ ପ୍ରୋଟିନ ବୁଝି ହଉଛି। ଆଚ୍ଛା ଯେତେବେଳେ କାର୍ବୋହାଇଡ୍ରେଟ ଗୁଡାକ ତା ମାନେ କଣ ଗ୍ଲୁକୋଜ ପ୍ଲସ କାହା ସହିତ ଆଟାଚ ହବ ଲିପିଡ ସହିତ। ଆଚ୍ଛା ହେଡ ପାର୍ଟ ସହିତ କାର୍ବୋହାଇଡ୍ରେଟ ଏମିତି ଧରାଯାଉ ଆଟାଚ ହେଇଛି ଫସ୍ଫୋଲିପିଡ ଏଇ ଯୋଉ ହେଡ ପାର୍ଟ ର ତାନେ ଗ୍ଲାଇକୋ ପ୍ରୋଟିନ କୁହାଗଲା ସେତେବେଳେ। ଇଏ ଯେତେବେଳେ କାର୍ବୋହାଇଡ୍ରେଟ ଲିପିଡ ସହିତ ଆଟାଚ ହେଇକି ଥିବ ତାକୁ କୁହାଯାଏ ଗ୍ଲାଇକୋଲିପିଡ ବୁଝି ହଉଛି ଆରାମସେ। ଦେ ହେଲ୍ପ ଇନ ରେକଗ୍ନିସନ ଏଣ୍ଡ କମ୍ୟୁନିକେସନ ଇଏ ବି ସେଇଭଳିଆ ରେକଗ୍ନିସନ ବା କମ୍ୟୁନିକେସନ ପାଇଁ ହେଲ୍ପ କରେ। ନେକ୍ସଟ ଚାଲ ଫ୍ଲୁଇଡ ମୋଜାଇକ ମଡେଲ। ଏ ଫ୍ଲୁଇଡ ମୋଜାଇକ ମଡେଲ ଯୋଉ ସେଲ ମେମ୍ବ୍ରେନ ଯୋଉ ଚିତ୍ରଟା ହେଇଛି ତାକୁ କୁହାଯାଏ ଫ୍ଲୁଇଡ ମୋଜାଇକ ମଡେଲ। ତାକୁ କିଏ ପ୍ରପୋଜ କରିଥିଲେ ମନେ ରଖ ସିଙ୍ଗର ଏଣ୍ଡ ନିକଲସନ। ତାକୁ କିଏ ପ୍ରପୋଜ କରିଥିଲେ ସିଙ୍ଗର ଏଣ୍ଡ ନିକଲସନ। ଇଟ ଏକ୍ସପ୍ଲେନ୍ସ ଦ୍ୟାଟ ଦି ମେମ୍ବ୍ରେନ ଇଜ ଫ୍ଲେକ୍ସିବୁଲ and proteins float in a lipid layer.
प्रोटीन फ्लोट इन लिपिड लेयर एमन सब फ्लोट करंती कोठी ना लिपिड बाइलेयर। नेक्स्ट को जीवा फंक्शन ए सेल मेम्ब्रेन रो काम कोन इट कंट्रोल्स मूवमेंट ऑफ सब्सटेंसेस गुडा को मूव करियो के भीतर को जीव किया बाहर को प्रोटेक्ट द सेल सेल को प्रोटेक्ट करियो मेंटेन शेप सेल लो के भली आकार रहइबो एंड हेल्प्स इन कम्युनिकेशन टाइम भी एटा हेल्प करे। नेक्स्ट चलो ए जो सेल मेम्ब्रेन भीतर को ट्रांसपोर्ट जो जाउचंती एटा धरा जो सेल टा ए सेल ऊपर सेल मेम्ब्रेन धरा जो तुम मन को एई बळे स्ट्रक्चर गुटे कर दोउछि हला स्ट्रक्चर कर दोउछि ने एई बळे देखो एटा धरा जो सेल मेम्ब्रेन मुट्टाटे गुटे सेल मेम्ब्रेन रो चित्रटा कली बुझि हला। अच्छा तापर देखियो चलो गुटे ट्रांसपोर्ट टाइप माने कोन बाहरिया मॉलिक्यूल गुडा को जते भीतर को आसीबे ସେତେବେଳେ କୋଉ ଟାଇପ ର ଭିତରେ ବହୁତ ଗୁଡାକ ମଲିକ୍ୟୁଲ ଅଛନ୍ତି ବୁଝିହଉଛି। ଏଠି ଧର ଯୋଉ ସେଲ ର ନ୍ୟୁକ୍ଲିୟସ ଟା ବି ଅଛି ଅଲଗା ଗଲଗି ବଡି ଭ୍ୟାକ୍ୟୁଲ ସବୁ ଅଛନ୍ତି ତ ବାହାରୁ ଅକ୍ସିଜେନ ମଲିକ୍ୟୁଲ ଧରାଯାଉ ଭିତରକୁ ଆସିଲା ବୁଝିହେଲା ତ ସିଏ କେ ପ୍ରୋସେସ ର ଆସିବ ଦିଟା ପ୍ରୋସେସ ଅଛି ଏ ସେଲ ମେମ୍ବ୍ରେନ ର ମନେ ରଖ ଗୋଟେ ହଉଛି ଆକ୍ଟିଭ ଟ୍ରାନ୍ସପୋର୍ଟ ଅଛି ଆଉ ଗୋଟେ ମନେ ରଖ ପେସିଭ ଟ୍ରାନ୍ସପୋର୍ଟ ଅଛି ପେସିଭ ट्रांसपोर्ट एक्टिव ट्रांसपोर्ट गोटे पैसिव ट्रांसपोर्ट गोटे एक्टिव ट्रांसपोर्ट रो कोन हुए एठी बाहर ऑक्सीजन मॉलिक्यूल कम अछंती कम रु जेतेले बेसी की जीवो लोअर कंसंट्रेशन टू हायर कंसंट्रेशन को जेतेले जीवो एठी जो देखो हायर कंसंट्रेशन माने कोन बहुत गुडा मॉलिक्यूल अछंती तो भीतर को जीवो माने ये ठेली पेली की पसिबो जे कोन जिंस भीतर को गला माने कोन एठी तो बहुत गुडा अछन ना भीतरे ताको ठेली पेली की से ऑक्सीजन मॉलिक्यूल ता भीतर को जीवो तो ताने सेतेले कहबा ताको कोन एक्टिव ट्रांसपोर्ट बेले मन रखो एटीपी टा यूज हबो पैसिव ट्रांसपोर्ट बेले एटीपी टा यूज हबो नाही पैसिव ट्रांसपोर्ट माने कोन ना मन रखो जेतेबेले एईटा गुटे धरा जाऊ तमरो एईटा धरा जाऊ हायर कंसंट्रेशन मीडियम रे अछि वर्तमान एटा गुटे होची कोन एटा गुटे हायर कंसंट्रेशन नो मीडियम रो अछि एठी जीवो कोउठी की ना लोअर को जीवो हायर रु लोअर को जीवो सेतेबेले एनर्जी ता पाखर किछि दरकार पडियोनी केने ना से ऑलरेडी फांका पाई जो आराम से सीतार बाहर को बाहरी आसीला जो आराम से बाहर को से बाहरी आसला तो ताको सेठी किछि एनर्जी दरकार पडियोनी तो एटीपी सेठी यूज हबो नाही बुझियला ताको कहवा जाय मन रखो पैसिव ट्रांसपोर्ट एक्टिव ट्रांसपोर्ट एनर्जी यूज हबो एटीपी यूज हबो पैसिव ट्रांसपोर्ट रे एनर्जी यूज हबो नाही तो एठी लिखि देछि देखो पैसिव ट्रांसपोर्ट रो एग्जांपल किए ना डिफ्यूजन गुटे ऑस्मोसिस गुटे एंड एक्टिव ट्रांसपोर्ट रो एग्जांपल के रिक्वायर एनर्जी माने एटीपी दरकार ओकर थ्रू दी मेम्ब्रेन के केडी देखा जाय ना मेम्ब्रेन रो देखा जाय बुझै छी देखो तापर नेक्स्ट ऑस्मोसिस ए जो ऑस्मोसिस आ डिफ्यूजन तमर को एठी लिखि देला कोन ए जो ऑस्मोसिस गुटे लिखला आ डिफ्यूजन लिखला या माने कोन देखियो बुझिया चलो कोन देछि movement of water from high concentration to low concentration through a semi permeable membrane is called कोन कहबा osmosis तेने osmosis ता सेही पई कोनथरे जाउची osmosis ता मन रखो कोनथरे गला हमरो पैसिव ट्रांसपोर्ट रे गला केने ना हायर देखो भीतर हायर थिला आसिला कोंठी लोअर को तने से कोनथरे जाउची एठी लिख देथिली एटा कोनथरे जीवो पैसिव रे जीवो बुझियला। अच्छा डिफ्यूजन भी सेही बळे हायर रु लोअर को आसे देखो नेक्स्ट पेज रो कोन दिछि अच्छा डिफ्यूजन भी सेम केस हला तापर देखो एक्टिव ट्रांसपोर्ट कोन मूवमेंट ऑफ सब्सटेंसेस अगेंस्ट कंसंट्रेशन ग्रेडिएंट माने कोन ए भीतर कंसंट्रेशन उडा को बहुत उडा को मॉलिक्यूल थिबे भीतर बाहर जे कोनसी मॉलिक्यूल गुटे गला हेली पेली की भीतर को पसिबो ताने एटीपी सेठी यूज हबो तो सेटा को कोन कहबा कंसंट्रेशन ग्रेडिएंट बुझिला यूजिंग एटीपी एनर्जी एटीपी ता यूज होला तो ताको सेतेले कोन कहबा हमें एक्टिव ट्रांसपोर्ट क्लियर समझते नेक्स्ट को चलो होला तापर नेक्स्ट होत हमर प्लाज्मा मेम्ब्रेन रो स्ट्रक्चर त मानकर कराई छी आउ किछि किछि त मानको पॉइंट उडा को मेंशन करी बुझौ छै आराम से होला देखि चलो आराम से कोन सर कहउचंदी कोन कथा डिटेल्स बुझी बुझी चलिया देखो पेज उठे ऐड हे गेला देखो कोन कहबा ना मने रखो ए जो प्लाज्मा मेम्ब्रेन रो स्ट्रक्चर एसोसिएटेड विथ प्लाज्मा मेम्ब्रेन स्ट्रक्चर
structure associated with ପ୍ଲାଜମା ମେମ୍ବ୍ରେନ୍ ସର୍ଟ ଲେଖୁଛି ପ୍ଲାଜମା ମେମ୍ବ୍ରେନ୍ ତାହେଲେ ପ୍ଲାଜମା ମେମ୍ବ୍ରେନ୍ ସହିତ କୋଉ ଷ୍ଟ୍ରକ୍ଚର ଆମର ଏସୋସିଏଟେଡ୍ ଅଛି ମନେ ପକା ତମାନଙ୍କର ଯେତେବେଳେ ମୁଁ ବ୍ୟାକ୍ଟେରିଆ ସେଲ୍ ତମାନଙ୍କର କରଉଥିଲି ଯୋଉମାନେ ବି ନୂଆ ପିଲା ଦେଖ ଏଇଠି ଆରାମସେ ଜାଣିପାରିବ ଏଇଟା ହଉଛି ଧର ଗୋଟେ ବ୍ୟାକ୍ଟେରିଆ ସେଲ୍ ଏଇଟା ଗୋଟେ ବ୍ୟାକ୍ଟେରିଆ ବୁଝିହେଲା ଏ ବ୍ୟାକ୍ଟେରିଆ ସେଲ୍ ର ତା ଭିତର ଇଏଟାକୁ କଣ କୁହାଯାଏ ପ୍ଲାଜମା ମେମ୍ବ୍ରେନ୍ ଏ ପ୍ଲାଜମା ମେମ୍ବ୍ରେନ୍ ଏମିତି ଭିତରକୁ ଗୋଟେ ଫୋଲ୍ଡ ହେଇକି ଥିବ ଏଇଟା ତାହେଲେ ପ୍ଲାଜମା ମେମ୍ବ୍ରେନ୍ ଏଇ ଜାଗାଟାରୁ ଫୋଲ୍ଡ ହେଇକି ଥିବ ୟାକୁ କୁହାଯାଏ ମନେ ପକା ମେସୋଜୋମ୍ ତାକୁ କଣ କୁହାଯାଇଥିଲା ମେସୋଜୋମ୍ ଏ ମେସୋଜୋମ୍ ଟା କଣ ପାଇଁ ହେଲ୍ପ କରେ ନା କହିଥିଲି ମନେ ପକା ରେସ୍ପିରେସନ ପାଇଁ ହେଲ୍ପ କରେ ତ ତାହେଲେ ଇଏ ଗୋଟେ ଏସୋସିଏଟେଡ୍ ୱିଥ୍ କାହା ସହିତ ହେଲା ତାହେଲେ ପ୍ଲାଜମା ମେମ୍ବ୍ରେନ୍ ସହିତ ଆଚ୍ଛା ତାହେଲେ ମୁଁ ଲେଖିପାରିବି ନା ମେସୋଜୋମ୍ ମେସୋଜୋମ୍ ଟା କୋଉଠି ଦେଖାଯାଏ ନା ବ୍ୟାକ୍ଟେରିଆରେ ଦେଖାଯାଏ ବ୍ୟାକ୍ଟେରିଆର ମେସୋଜୋମ୍ ଟା ବି ରିଲେଟେଡ୍ ରହିଲା କାହା ସହିତ ପ୍ଲାଜମା ମେମ୍ବ୍ରେନ୍ ସହିତ ସେକେଣ୍ଡ ମୁଁ ଯଦି ତମାନଙ୍କୁ କରିବା ପାଇଁ କହିବି ଗୋଟେ ହଉଛି ମାଇକ୍ରୋଭିଲି ମନେ ରଖ କଣ ମାଇକ୍ରୋଭିଲି ମାଇକ୍ରୋଭିଲି ଟା ସେଇଭଳିଆ ଛୁଆ କଣ ନା ମାଇକ୍ରୋଭିଲି ହଉଛି ସେଇଭଳିଆ ଫିଙ୍ଗର ଲାଇକ୍ ପ୍ରୋଜେକ୍ସନ ତା ମାନେ ପ୍ଲାଜମା ମେମ୍ବ୍ରେନ୍ ଟା ଏମିତି ଫିଙ୍ଗର ଭିତରକୁ ଏମିତି ମାଡି ଯାଇଥିବ ପଶି ଯାଇଥିବ କିଛି ସେଲ୍ ରେ ଏଟା ସେଲ୍ ର ନ୍ୟୁକ୍ଲିୟସ୍ ଏଇଟା ହଉଛି ପ୍ଲାଜମା ମେମ୍ବ୍ରେନ୍ ଏମିତି ଭିତରକୁ ହେଇଥିବ କାହିଁକି ନା ଭିତରକୁ ଏଇଥିପାଇଁ ହେଇଥିବ କାହିଁକିନା ତା ଏରିଆ ସରଫେସ୍ ଏରିଆ ଟା ବଡ ହବା ପାଇଁ ଯଦି ନର୍ମାଲ ପ୍ଲାଜମା ମେମ୍ବ୍ରେନ୍ ଏମିତି କରିମି ଏଇଠୁ କଟ୍ କରି ଯଦି ତାକୁ ସିଧା ମୁଁ କରିମି ଏଇଟା ଦୌଡି ଭଳିଆ ଭାବିନିଅ ଏଟାକୁ ସିଧା କରିବି ସିଧା କଲେ ଏତିକି ଆସିବ ଯଦି ମୁଁ ଫୋଲ୍ଡେଡ୍ ଏଇଟା ଯୋଉ ଏମିତି ହେଇକି ଅଛି ୟାକୁ ଯଦି ମୁଁ ସିଧା କରିମି ଏଡେ ବଡଟେ ଗୋଟେ ଆସିବ ନା ତ ମାଇକ୍ରୋଭିଲି ଟା ଦେଖାଯାଏ ମନେ ରଖ କୋଉଠି ଦେଖାଯାଏ ନା ଆମର ଇଣ୍ଟେଷ୍ଟାଇନ୍ ରେ ଦେଖାଯାଏ ମନେ ରଖ ଇଣ୍ଟେଷ୍ଟାଇନ୍ ରେ ଦେଖାଯାଏ and kidney of animal of animal କିଡନୀ ଅଫ୍ ଆନିମାଲ ଦେଖାଯାଏ କିଏ ଏଇ ମାଇକ୍ରୋଭିଲି ଏ ମାଇକ୍ରୋଭିଲି ର କାମ କଣ ନା ଏଇ ମାଇକ୍ରୋଭିଲି ହଉଛି ପ୍ଲାଜମା ମେମ୍ବ୍ରେନ୍ ଟା ଭିତରକୁ ଏମିତି ମାଡି ଯାଇଥିବ କାହିଁକି ମାଡିଥିବ ନା ସରଫେସ୍ ଏରିଆ ଇନକ୍ରିଜ ପାଇଁ ମନେ ରଖ ସରଫେସ୍ ଏରିଆ ଇନକ୍ରିଜ ଦେଖ ଏରିଆ ଟା କେତେ ବଡ ହେଇଗଲା ସରଫେସ୍ ଏରିଆ ବଡ ହେଲା ନା ନାଇଁ ଏଠି ଯଦି ସିଧା ଏମିତି ପ୍ଲାଜମା ମେମ୍ବ୍ରେନ୍ ଗୋଟେ ସେଲ୍ ଉପରେ ଏମିତି କଭର ଥାନ୍ତା ଅଳ୍ପ ଥାନ୍ତା ତ ସରଫେସ୍ ଏରିଆ ଇନକ୍ରିଜ ପାଇଁ କଣ ପ୍ଲାଜମା ମେମ୍ବ୍ରେନ୍ କିଛି ଫୋଲ୍ଡ କରିଥାଏ କୋଉ ଜାଗାରେ ଇଣ୍ଟେଷ୍ଟାଇନ୍ ଆଉ କିଡନୀରେ ତାକୁ କୁହାଯାଏ ମନେ ରଖ ମାଇକ୍ରୋଭିଲି କ୍ଲିୟର ସମସ୍ତେ ନେକ୍ସଟ ତାପରେ ଦେଖ ମାଇକ୍ରୋଭିଲି ଗଲା ପରେ ମେସୋଜୋମ୍ ଗଲା ମାଇକ୍ରୋଭିଲି ଗଲା ତାପରେ ଗୋଟେ ଅଛି ଲୋମାଜୋମ୍ ତାକୁ କଣ କହିବା ଲୋମାଜୋମ୍ ଏଇ ଲୋମାଜୋମ୍ ଟା ପୁଣି କଣ ନା ସେଇଭଳିଆ ପ୍ଲାଜମା ମେମ୍ବ୍ରେନ୍ ଟା ଫୋଲ୍ଡିଂ ଇନ୍ ସେଲ୍ ମେମ୍ବ୍ରେନ୍ ଏଇଭଳିଆ ପ୍ଲାଜମା ମେମ୍ବ୍ରେନ୍ ଭିତରକୁ ଟିକେ ଫୋଲ୍ଡ ହେଇଯାଇଥିବ କାହା କେସ୍ ରେ ଦେଖାଯାଏ ଏଟା ନା ମନେ ରଖ ଫଞ୍ଜି ମାନଙ୍କ କେସ୍ ରେ ଯେତେବେଳେ ଦେଖତେ ପାଇବା ତାକୁ କୁହାଯାଏ ସେତେବେଳେ ଲୋମାଜୋମ୍ ତାକୁ ସେତେବେଳେ କଣ କହିବାର ପିଲାମାନେ ତାକୁ ସେତେବେଳେ କହିବା ଲୋମାଜୋମ୍ କ୍ଲିୟର ନା ଡାଉଟ୍ କାହାର କିଛି ଏଇଟା କଣ ପାଇଁ ହେଲ୍ପ କରେ ମନେ ରଖ ରିପେୟାରିଂ ସେଲ୍ ୱାଲ୍ କୁ ରିପେୟାର ପାଇଁ ହେଲ୍ପ କରେ and ପ୍ଲାଜମା ମେମ୍ବ୍ରେନ୍ ସେଇ ପ୍ଲାଜମା ମେମ୍ବ୍ରେନ୍ ଯଦି ଖଣ୍ଡିଆ ଖାବରା ହେଇଯାଇଥିବ ତାକୁ ବି ସାରିବା ପାଇଁ ହେଲ୍ପ କରେ କିଏ ଏଇ ଲୋମାଜୋମ୍ ବୁଝିହେଲା ତାପରେ ନେକ୍ସଟ ଆସିଲା କିଏ ଡେସ୍ମୋଜୋମ୍ ଏ ଡେସ୍ମୋଜୋମ୍ ପୁଣି କଣ କୋଉଠି ଆସିଲା କଣ କଥା ଦେଖିବ ଡିଟେଲ୍ସ ବୁଝିଦବା ଡେସ୍ମୋଜୋମ୍ ଟା ହଉଛି ମନେ ରଖ ଏ ଯୋଉ ତମର ଆନିମାଲ ମେମ୍ବ୍ରେନ୍ ଆର୍ ସେପାରେଟେଡ୍ ବାଇ ଇଚ୍ ଅଦର ଏଟା ଗୋଟେ ଆନିମାଲ ସେଲ୍ ର ମେମ୍ବ୍ରେନ୍ ଏଟା ଗୋଟେ ଆନିମାଲ ସେଲ୍ ର ମେମ୍ବ୍ରେନ୍ ଏ ଦି ଜଣ ଯାକ ଯୋଉ ସେପାରେଟ ହଉଛନ୍ତି ଏମାନଙ୍କୁ କୁହାଯାଏ ମନେ ରଖ ଡେସ୍ମୋଜୋମ୍ ତାକୁ କଣ କହିବା ଡେସ୍ମୋଜୋମ୍ ହେଲା କାହିଁକି ଏଇଟା ଡେସ୍ମୋଜୋମ୍ ଏଗୁଡାକ କୋଉଥିରେ ତିଆରି ମନେ ରଖ ପ୍ରୋଟିନ ରେ ତିଆରି କୋଉଥିରେ ତିଆରି ପ୍ରୋଟିନ ରେ ତିଆରି ହେଲା ତାପରେ ନେକ୍ସଟ ଦେଖିତେ ଯିବା ଆମେ ତାପରେ ଆମେ ଦେଖିବା କଣ ଏଇ ପ୍ଲାଜମା ମେମ୍ବ୍ରେନ୍ ଡେସ୍ମୋଜୋମ୍ ସବୁ ସରିଲା ପରେ ଏତିକି ସରିଲା ପରେ ମନେ ରଖ ଫାଗୋସାଇଟୋସିସ୍ ଗୋଟେ ପାଇନୋସାଇଟୋସିସ୍ ଗୋଟେ ଫାଗୋସାଇଟୋସିସ୍ ଆଉ ଗୋଟେ ମନେ ରଖ ପାଇନୋସାଇଟୋସିସ୍
ଫାଗୋସାଇଟୋସିସ୍ ମାନେ ଏଇଟା ଧରାଯାଉ ସେଲ୍ ଗୋଟେ, ସେଲ୍ ଯେଟା ଖାଦ୍ୟ ବାହାରୁ ସଲିଡ୍ ଖାଦ୍ୟ ଧରାଯାଉ ଏଟା ଗୋଟେ ସଲିଡ୍ ଫୁଡ୍, ସଲିଡ୍ ଫୁଡ୍ ଯେତେବେଳେ ଭିତରକୁ ଇନଟେକ୍ କରିବ ମାନେ ଭିତରକୁ ସେ ଖାଇବ ତାକୁ କୁହାଯାଏ ଫାଗୋସାଇଟୋସିସ୍। ମାନେ ମୁଁ ଲେଖିପାରିବି ନା ଇନଟେକ୍ ଅଫ୍ ସଲିଡ୍ ଫୁଡ୍ ଇଜ କଲ୍ଡ ଫାଗୋସାଇଟୋସିସ୍। ବୁଝିହେଲା? ତାପରେ ଏଇ ସେଲ୍ ଟା ସେଇ ଭଳିଆ ଯଦି ଗୋଟେ ଲିକ୍ୱିଡ ପାଣି ଭଳିଆ ଖାଦ୍ୟଟା ସେଟା ପାଣି ଭଳିଆ ଭିତରକୁ ଖାଇଲା ପିଇଦେଲା ତ ତାକୁ କୁହାଯାଏ ସେତେବେଳେ ମନେ ରଖ ପାଇନୋସାଇଟୋସିସ୍। ତାକୁ ସେତେବେଳେ କଣ କହିବା? ତାକୁ ସେତେବେଳେ କହିବା ପାଇନୋସାଇଟୋସିସ୍। ଇନଟେକ୍ ଅଫ୍ ଲେଖିପାରିବା ନା ଇନଟେକ୍ ଅଫ୍ ଲିକ୍ୱିଡ ଫୁଡ୍ ଖାଦ୍ୟ ଲିକ୍ୱିଡ ଫୁଡ୍ ସେତେବେଳେ ତାକୁ କଣ କହିବା ପାଇନୋସାଇଟୋସିସ୍। କ୍ଲିୟର ସମସ୍ତେ? ତ ତମର ଯଦି ପ୍ଲାଜମା ମେମ୍ବ୍ରେନ୍ ର ଷ୍ଟ୍ରକ୍ଚର ଫଙ୍କସନ ଡିଟେଲ୍ସ ଯୋଉ ଗୋଟେ ପରେ ଗୋଟେ ସିରିଏଲ ତମମାନଙ୍କୁ କହିଦେଇଗଲି, କାହାର କୋଉଠି ଏତିକି ଭିତରେ ଡାଉଟ୍ ଅଛି ପଚାର। ଦେଖ ଫାଷ୍ଟ ପେଜ ଏଇଟା ଥିଲା, ଫାଷ୍ଟ ପେଜ ସେଲ୍ ମେମ୍ବ୍ରେନ୍ ର ଡିଟେଲ୍ସ କହିଲି, ତାପରେ ସେଲ୍ ର ଷ୍ଟ୍ରକ୍ଚର ଗୁଡାକ କହିଲି, ଫସ୍ଫୋଲିପିଡ୍ ବାଇଲେୟାର କଥା କହିଲି, ଫସ୍ଫୋଲିପିଡ୍ ବାଇଲେୟାର କଥା ପରେ ତାକୁ କିଏ ପ୍ରପୋଜ କରିଥିଲେ ବା କଣ କଥା ଡିଟେଲ୍ସ କହିଲି ମାନେ କଣ 4 ନମ୍ବର ପେଜ ରୁ ଦେଖ ପ୍ରୋଟିନ୍ ଲେୟାର ହେଲ୍ପ ଇନ୍ ଟ୍ରାନ୍ସପୋର୍ଟ କମ୍ୟୁନିକେସନ କଣ ପାଇଁ କଣ ହେଲ୍ପ କଲା, ବୁଝିହେଲା? ତାପରେ କାର୍ବୋହାଇଡ୍ରେଟ ବି ମିଶିଛି ସବୁ କଥା କୁହାଗଲା। ଲାଷ୍ଟ ଯୋଉ ତମମାନଙ୍କର ଷ୍ଟ୍ରକ୍ଚର ବି ବୁଝେଇଲି, ଏଠି ଯୋଉ ଷ୍ଟ୍ରକ୍ଚର ଟା ବି ବୁଝେଇଥିଲି ମନେ ପକାଅ। ହେଡ୍ ପାର୍ଟ କଣ, ହେଡ୍ ପାର୍ଟ ର ୱାଟର ଲବ୍ କଣ ପାଇଁ, ୱାଟର ହେଡ୍ କେ ପାର୍ଟ ଟେଲ୍ ପାର୍ଟ ୱାଟର ହେଡ୍ ହେଲା। ଏଠି ଡିଟେଲ୍ସ ବୁଝେଇ ଦେଇଗନି ଏତିକି ସେଲ୍, ଏଟା ବି ଗୋଟେ ସେଲ୍, ଏଟା ବି ଗୋଟେ ସେଲ୍, ଏମାନଙ୍କ ଭିତରେ କେମିତି କଣ ରହୁଛି, ଏ ପ୍ଲାଜମା ମେମ୍ବ୍ରେନ୍ ଟାକୁ ବଡ କରିକି ଆମେ ଦେଖିଦେଲେ, ବୁଝିହେଲା? ଯଦି ଏଥି ଭିତରେ କାହାର କିଛି ଡାଉଟ୍ ଅଛି ମତେ କମେଣ୍ଟ ସେକ୍ସନରେ ଜଣେଇବ, ୟା ପରେ ମୁଁ ତମମାନଙ୍କର ଡାଉଟ୍ ସବୁ କ୍ଲିୟର କରିଦେବି। ଯଦି ଭିଡିଓଟା ତମମାନଙ୍କୁ ଭଲ ଲାଗିଲା ତାହେଲେ ଲାଇକ୍ ସେୟାର ସବସ୍କ୍ରାଇବ କରିଦବ, ତାକି ତମର ସାଙ୍ଗମାନଙ୍କ ପାଖରେ ପହଞ୍ଚୁ କି ତମମାନଙ୍କ ପାଖରେ ଜଲ୍ଦି ପହଞ୍ଚିବା ପାଇଁ ସବସ୍କ୍ରାଇବ କରିଦେଲେ ମୋ ନୋଟିଫିକେସନ ଟା ତମମାନଙ୍କ ପାଖକୁ ପହଞ୍ଚିଯିବ। ରହିଲି, ଜୟ ଜଗନ୍ନାଥ, ଜୟ ଭୋଲେନାଥ।